ଈଶ୍ୱରଙ୍କ ପବିତ୍ର ନାମରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର ଓ ଆଜିର ଶିକ୍ଷା ମଧ୍ୟକୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଏ। ଆଜିର ଶୀର୍ଷକ ହେଲା ଯୀଶୁ ଖ୍ରୀଷ୍ଟ କେବଳ ଖ୍ରୀଷ୍ଟିଆନ ମାନଙ୍କ ଈଶ୍ୱର ନୁହନ୍ତି। ଏହା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏ କଥାଟି ସମ୍ପୂର୍ଣ୍ଣ ସତ୍ୟ ଅଟେ। ଏ କଥାଟି ସମ୍ପୂର୍ଣ୍ଣ ସତ୍ୟ ଅଟେ। ଯୀଶୁ ଖ୍ରୀଷ୍ଟ କେବଳ ଖ୍ରୀଷ୍ଟିଆନ ମାନଙ୍କ ଈଶ୍ୱର ନୁହନ୍ତି। ତ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ଅନେକ ସମୟରେ ଆମମାନେ ଈଶ୍ୱରଙ୍କୁ ସଂକୀର୍ଣ୍ଣ କରିଦେଇଛୁ, ସୀମିତ କରିଦେଇଛୁ। ସଂକୀର୍ଣ୍ଣ କହିବାଟା ଭୁଲ ହେଇଯିବ, କିନ୍ତୁ ସୀମିତ କରିଦେଇଛୁ। ଈଶ୍ୱର ଅଟନ୍ତି, ଆଉ ଈଶ୍ୱରଙ୍କ ଡେଫିନେସନ ଆଉ କିଛି କହିବାଟା ଭୁଲ ହେଇଯିବ। ସେ ଈଶ୍ୱର ଅଟନ୍ତି। ସେ ସମସ୍ତ ପୃଥିବୀର ସୃଷ୍ଟିକର୍ତ୍ତା ଓ ସ୍ୱର୍ଗର ସୃଷ୍ଟିକର୍ତ୍ତା, ଦୃଶ୍ୟ ଓ ଦୃଶ୍ୟର ସୃଷ୍ଟିକର୍ତ୍ତା ଅଟନ୍ତି। ସେ ମହାନ ଅଟନ୍ତି। ପୃଥିବୀର ଛୋଟ ଛୋଟ ସୃଷ୍ଟ ବସ୍ତୁକୁ ଯଦି ଆପଣ ଧ୍ୟାନର ସହିତ ଦେଖିବେ, ତାହେଲେ କେତେ ବୁଦ୍ଧି ଆଉ ଜ୍ଞାନର ସହିତ ତାହା ସୃଷ୍ଟି କରାଯାଇଛି, ତାହା ଆପଣମାନେ ବୁଝିପାରିବେ। ଆମେ ଯେତେବେଳେ ପର୍ଯ୍ୟନ୍ତ ଈଶ୍ୱରଙ୍କ ସୃଷ୍ଟିକୁ ବୁଝି ନାହୁଁ, ଈଶ୍ୱରଙ୍କ ମହାନତାକୁ ବୁଝିବା ମଧ୍ୟ ଅସମ୍ଭବ ଅଟେ। ତ ସେଥିପାଇଁ এই କଥାଟି ଆପଣମାନଙ୍କୁ ମିଥ୍ୟା ପରି ଲାଗିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ଯୀଶୁ ଖ୍ରୀଷ୍ଟ କେବଳ ଖ୍ରୀଷ୍ଟିଆନ ମାନଙ୍କ ଈଶ୍ୱର ନୁହନ୍ତି। ଆସନ୍ତୁ ବାଇବଲ ଏ ବିଷୟରେ କ'ଣ କୁହେ, ଆସୁ ଆଜି ଆମମାନେ ପଢ଼ିବା ଓ ତା ସହିତ ଆମମାନେ ଧ୍ୟାନ କରିବା। ତ ମୁଁ ପ୍ରଥମେ ପଢ଼ିବା ପାଇଁ ଇଚ୍ଛା କରୁଛି, ତାହା ଈଶ୍ୱର ଆମମାନଙ୍କୁ ପ୍ରେମ କରନ୍ତି ବା ସମସ୍ତ ଲୋକଙ୍କୁ ପ୍ରେମ କରନ୍ତି ସେ ପଦଟି। ତାହା ଲେଖା ହେଇଛି ଧର୍ମଶାସ୍ତ୍ରର ଜହନ ପୁସ୍ତକ 3 ପର୍ବ ତାର 16 ପଦରେ। ଆଉ ଏପରି ଲେଖା ହେଇଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ। ଜଗତ କହିଲେ କୌଣସି ଗୋଟିଏ ଦେଶ ବା କୌଣସି ଗୋଟିଏ ଅଞ୍ଚଳ ବା କୌଣସି ଗୋଟିଏ ଗୋଷ୍ଠୀ ବା ଭାଷାବାଦୀ ଲୋକମାନେ ଥିବା ସ୍ଥାନ ନୁହେଁ। ଜଗତ କହିଲେ ସମସ୍ତ ପୃଥିବୀକୁ ହିଁ ବୁଝାଏ। ଜଗତ କହିଲେ ସମସ୍ତ ମାନବ ଜାତିକୁ ହିଁ ବୁଝାଏ। ସେଥିପାଇଁ ଜହନ 3 ପର୍ବ ଆଉ 16 ପଦ ଆମମାନଙ୍କୁ ପ୍ରାଞ୍ଜଳ ଭାବେ କୁହେ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ। ଜଗତ କହିଲେ ଏଠି କେବଳ ଖ୍ରୀଷ୍ଟିଆନ ନୁହନ୍ତି। ଆମମାନଙ୍କର ଈଶ୍ୱରଙ୍କୁ ସମସ୍ତଙ୍କ ଈଶ୍ୱରଙ୍କୁ ଆମମାନେ ସୀମିତ କରିଦେଉଛୁ। ଗୋଟିଏ ଗୋଷ୍ଠୀ ବା ଗୋଟିଏ ଜାତିର ବା ଗୋଟିଏ ଦେଶର ଈଶ୍ୱର ବୋଲି କହୁଛୁ। ଏଇଟା ଆମମାନଙ୍କର ଅଜ୍ଞାନପଣ ହେତୁ ବା ଆମମାନଙ୍କର ମୂର୍ଖତା ହେତୁ। ଆମମାନେ ଯେମିତି ଭାବୁ ଈଶ୍ୱର ସେମିତି ନୁହନ୍ତି। ଈଶ୍ୱର ସମଗ୍ର ପୃଥିବୀର ଈଶ୍ୱର ଅଟନ୍ତି। ତ এই ପଦଟି ଆମମାନଙ୍କୁ ପ୍ରାଞ୍ଜଳ ଭାବେ କୁହେ, ଆଉ ଏହା ଧର୍ମଶାସ୍ତ୍ରରେ ଲିଖିତ ଅଛି। ଏହା କୌଣସି ମଣିଷର ଭାବନା ବା ଚିନ୍ତାଧାରା ବି ନୁହେଁ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେ ତାଙ୍କଠାରେ ବିଶ୍ୱାସ କରିବେ, କାହାଠାରେ ନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ। ପୁନର୍ବାର ସେ ପଦଟି ଆପଣମାନଙ୍କ ନିକଟରେ ମୁଁ ରଖିବାକୁ ଚାହୁଁଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ। ଜଗତ କହିଲେ ଗୋଟିଏ ଗୋଷ୍ଠୀ, ଗୋଟିଏ ଭାଷାବାଦୀ, ଗୋଟିଏ ଅଞ୍ଚଳ, ଗୋଟିଏ ଦେଶ ନୁହେଁ। ଜଗତ କହିଲେ ସାରା ପୃଥିବୀକୁ ବୁଝାଉଛି। ତ ଈଶ୍ୱର କାହିଁକି ତାଙ୍କ ପୁତ୍ରଙ୍କୁ ଦାନ କଲେ? ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ଯେ କେହି ଯେତେ ପାପୀ ବି ହଉ ନା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଯେ ଆସେ ଆଉ କହେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମେ ମୋର ପାପ ପାଇଁ କାଲବରୀ କ୍ରୁଶରେ ବଳିଦାନ ହେଇଛ ବୋଲି ଯଦି ବିଶ୍ୱାସ କରି ନିଜ ପାପ ସ୍ୱୀକାର କରେ, ସେହି କ୍ଷଣି କ'ଣ ହୁଏ ଯେ ଧାର୍ମିକ ହେଇଯାଏ। ଏହା ଆଶ୍ଚର୍ଯ୍ୟ କଥା ଅଟେ। ଆଉ ଦେଖନ୍ତୁ,
17 ପଦ କ'ଣ କୁହେ? ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ ଏଥିପାଇଁ ସେ ଜଗତକୁ ପ୍ରେରଣ କଲେ। ଏ ଜଗତ ଶବ୍ଦ ବାରମ୍ବାର ଲେଖା ହେଇଛି, 16 ଲେଖା ହେଇଛି, 17 ଲେଖା ହେଇଛି। ତ ଈଶ୍ୱର ତାଙ୍କ ପୁତ୍ରଙ୍କୁ ଜଗତକୁ କାହିଁକି ପଠେଇଲେ? କାରଣ ହେଉଛି ସେ ଜଗତର ବିଚାର କରିବା ନିମନ୍ତେ ନୁହେଁ, କିନ୍ତୁ ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବ ଏଥିପାଇଁ ଈଶ୍ୱର ତାଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ଈଶ୍ୱର ଜଗତକୁ ପ୍ରେମ କରିବା ହେତୁ ସେ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ପ୍ରିୟ ସନ୍ତାନମାନେ, ନିକଟରେ ଆମମାନେ ଡିସେମ୍ବର 25 ସେଲିବ୍ରେଟ୍ କରିବା ପାଇଁ ଯାଉଅଛୁ। ତ ଡିସେମ୍ବର 25 ସେଲିବ୍ରେସନ୍ ପୂର୍ବରୁ କିଛି ଗୋଟେ ଘୋଷଣା ହେଉଛି, ଦୂତମାନେ ଆସୁଛନ୍ତି, ସେ ପଦ ମଧ୍ୟ ପଢ଼ିବା। ତାହା ଲୁକ ଲିଖିତ ସୁସମାଚାର, ତାହା ଆପଣଙ୍କର 2 ପର୍ବର ଆଉ 10 ପଦରୁ ମୁଁ 14 ପଦ ପର୍ଯ୍ୟନ୍ତ ପଢ଼ିବାକୁ ଇଚ୍ଛା କରିଛି। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକମାନଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଅଛି। ଏ ପଦ କୁହେ, ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକଙ୍କର, ଜଣକର ନୁହେଁ, ସମସ୍ତ ଲୋକଙ୍କର, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମଗ୍ରହଣ କରିବା ପୂର୍ବରୁ ବା ଜନ୍ମଗ୍ରହଣ କରିବା ସମୟରେ ଏକ ଘଟଣା ଘଟୁଛି। ଆଉ ଇସ୍ରାଏଲ ଦେଶରେ କିଛି ମେଷ ଶାବକମାନେ ପ୍ରାନ୍ତରରେ ରାତ୍ରି କ୍ଷେପଣ କରୁଥିଲେ ସେମାନଙ୍କ ମେଷମାନଙ୍କ ସହିତ। ଆଉ ସେ ସମୟରେ ହଠାତ୍ ଦୂତ ଆସିକି ସେମାନଙ୍କ ନିକଟରେ ଉପସ୍ଥିତ ହେଉଛନ୍ତି। ଆଉ ସେ କହୁଛନ୍ତି, ଦୂତମାନଙ୍କୁ ଦେଖିକି ଲୋକମାନେ ଭୟଗ୍ରସ୍ତ ହେଇଗଲେ, ଭୟଭୀତ ହେଇଗଲେ। ସେଥିପାଇଁ ସେ କହିଲେ, ସେଥିରେ ସେ ସେମାନଙ୍କୁ କହିଲେ, ଭୟ କର ନାହିଁ। ସେ କହିଲେ, ଭୟ କର ନାହିଁ। ତହିଁରେ ସେ କହୁଛନ୍ତି, ଦେଖ, ବୁଝ, ଜାଣ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଅଛି। ସମସ୍ତ ଲୋକଙ୍କର ମାନେ ଗୋଟିଏ ଗୋଷ୍ଠୀ, ଗୋଟିଏ ଜାତି, ଗୋଟିଏ ଦେଶ ଲୋକମାନଙ୍କର, ସମସ୍ତ ଲୋକଙ୍କର ମାନେ ସମସ୍ତ ଲୋକଙ୍କର। ପୃଥିବୀରେ ଆମମାନେ ହୁଏତ ଅନେକ ପ୍ରକାର ଭାଷା କହୁଛୁ, ଅଞ୍ଚଳ ଅନୁସାରେ ଆମମାନଙ୍କର କଳା ଗରା, ଆମମାନଙ୍କ ଡେଙ୍ଗା ଚଉଡ଼ା, ଚଉଡ଼ା ନୁହେଁ, ଡେଙ୍ଗା ଗେଡ଼ା ଆମମାନେ ହୋଇଛୁ ସତ, କିନ୍ତୁ ଆମେ ସମସ୍ତେ ମଣିଷ ଅଟୁ। ଆମମାନଙ୍କର ଭାଷା, ଆମମାନଙ୍କର ରଙ୍ଗ ହୁଏତ ଭିନ୍ନ ଭିନ୍ନ ହେଇପାରେ, କିନ୍ତୁ ଆମମାନେ ସମସ୍ତେ ମଣିଷ ଅଟୁ। ଆଉ ପୃଥିବୀରେ ଯେତେ ଜଣ ମଣିଷ ଅଛନ୍ତି ସେ ସମସ୍ତଙ୍କୁ ମଣିଷ ହିଁ କୁହାଯାଏ। ଗୋଟେ ମୁଣ୍ଡ, 2ଟା ହାତ, ଗୋଟେ ପାଟି, ଗୋଟେ ନାକ, 2ଟା କାନ, 2ଟା ଗୋଡ଼, 2ଟା ହାତ, ଏମାନଙ୍କୁ ସମସ୍ତଙ୍କୁ ମଣିଷ ହିଁ କୁହାଯାଏ। ଆଉ କିଛି ଅନ୍ୟ କୁହାଯାଏନି। କାହାକୁ ପଶୁ ଆଉ କାହାକୁ ମଣିଷ ଏପରି କୁହାଯାଏନି, ମଣିଷ ହିଁ କୁହାଯାଏ। ତ ସମସ୍ତ ଲୋକଙ୍କର ଆନନ୍ଦଜନକ ସୁସମାଚାର, ସମସ୍ତ ଲୋକଙ୍କର ଆନନ୍ଦଜନକ ସୁସମାଚାର ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମଗ୍ରହଣ କରିବା ପୂର୍ବରୁ ଦୂତମାନେ ଘୋଷଣା କରିଥିଲେ ସମସ୍ତ ଲୋକଙ୍କର ଆନନ୍ଦଜନକ ସୁସମାଚାର। ସମସ୍ତ ଲୋକଙ୍କର ମାନେ ସମସ୍ତ ଲୋକଙ୍କର। ତ ଭାବନ୍ତୁ ନାହିଁ, ଆପଣମାନେ ଖ୍ରୀଷ୍ଟିଆନ ହେଇଛନ୍ତି ବୋଲି ଆପଣଙ୍କ ପାଇଁ କେବଳ ଏ ସୁସମାଚାର ନୁହେଁ। ସୁସମାଚାର ସମସ୍ତଙ୍କର ସୁସମାଚାର ସମସ୍ତେ ବିଶ୍ୱାସ କରିବେ। ଈଶ୍ୱର ଯେଉଁମାନଙ୍କୁ ପୂର୍ବରୁ ନିରୂପିତ କରିଛନ୍ତି ସେମାନେ ବି ବିଶ୍ୱାସ କରିବେ। ଆଜି ବି ଯେଉଁମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯାଉଛନ୍ତି ସେମାନେ ବି ବିଶ୍ୱାସ କରିବେ। ମୁଁ ୟା ପରେ କହିବି ଏକ ଉତ୍ତମ ସୁସମାଚାର, ଖୁସିର ସୁସମାଚାର। ଆଉ ଏଠି ପୁଣି କ'ଣ କହୁଛନ୍ତି 11 ପଦରେ, କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି। ତ୍ରାଣକର୍ତ୍ତା ସମସ୍ତଙ୍କ ପାଇଁ ଜନ୍ମଗ୍ରହଣ କରିଛନ୍ତି। ଆଉ ତ୍ରାଣକର୍ତ୍ତାଙ୍କର ସୁସମାଚାର ସମସ୍ତଙ୍କ ପାଇଁ ଆନନ୍ଦଜନକ ଅଟେ। ପୁଣି ଲାଗିଛି 12ରେ, ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନ ସ୍ୱରୂପ ହେବ, ତୁମ୍ଭେମାନେ ଜଣେ ଶିଶୁକୁ ଲୁଗାରେ ଗୁଡ଼ା ହୋଇ ଗୁହାଳ କୁଣ୍ଡରେ ଶୋଇଥିବାର ଦେଖିବ। ଓକେ। ପୁଣି ଅକସ୍ମାତ୍ ସେହି ଦୂତଙ୍କ ସଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ୍ ଦଳ ଉପସ୍ଥିତ ହୋଇ ଈଶ୍ୱରଙ୍କ ସ୍ତବଗାନ କରୁ କରୁ କହିଲେ, ଊର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କ ମହିମା, ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷ ପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି।
ସେଇ ଦୂତମାନେ କହୁଥିଲେ, କଥାବାର୍ତ୍ତା କରୁଥିଲେ, ହଠାତ୍ କ'ଣ କଲେ, ଏକ ଦଳ ଅକସ୍ମାତ୍ ଏକ ସ୍ୱର୍ଗୀୟ ବାହିନୀ ଦୂତମାନେ ଆସିକି କ'ଣ କଲେ, ଗାନ କରି କହିଲେ, ନା ପୃଥିବୀରେ ଶାନ୍ତି, ପୃଥିବୀରେ ଶାନ୍ତି। ପ୍ରିୟ ଶ୍ରୋତାମାନେ, ଯୀଶୁଖ୍ରୀଷ୍ଟ ହେଉଛନ୍ତି ଶାନ୍ତିର ରାଜକୁମାର। ଶାନ୍ତିର ରାଜକୁମାର ଆସିଲେ ପ୍ରତ୍ୟେକଙ୍କ ହୃଦୟରେ ଶାନ୍ତି ଆସିଯାଇଥାଏ। ଅଶାନ୍ତି ପୃଥିବୀରେ ଶାନ୍ତିର ରାଜକୁମାର ବା ଶାନ୍ତି ଦେବା ବ୍ୟକ୍ତି ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଆପଣମାନେ ଦେଖୁଥିବେ, ବୁଝୁଥିବେ, ଜାଣୁଥିବେ, ଖ୍ରୀଷ୍ଟିଆନ ମାନେ ହେଉଛନ୍ତି ଶାନ୍ତିକାରକ ଲୋକମାନେ, ଶାନ୍ତିର ଲୋକମାନେ। ଅନ୍ୟ ଉପରେ ଏତେ ହିଂସ୍ରୁକ ନୁହନ୍ତି, ଶାନ୍ତିର ଲୋକମାନେ। ତ ସମସ୍ତେ ନୁହନ୍ତି, ସେ ଭିତରେ କେତେ ଖରାପ ବି ଅଛନ୍ତି, କିନ୍ତୁ ବାସ୍ତବରେ ଯେଉଁମାନେ ଯୀଶୁଙ୍କ ଅନୁସରଣ କରୁଛନ୍ତି, ଯୀଶୁଙ୍କ ପଛରେ ଯାଉଛନ୍ତି, ସେମାନଙ୍କ ପାଖରେ ଶାନ୍ତି ଅଛି, ଆନନ୍ଦ ଅଛି। ସେମାନଙ୍କ ପାଖରେ ହିଂସା, ବାଦ ବିବାଦ, ଛଳନା, ମତ୍ତତା ଏସବୁ ନଥାଏ ପ୍ରକୃତ ଖ୍ରୀଷ୍ଟିଆନ ଲୋକମାନଙ୍କ ନିକଟରେ। ଯେଉଁମାନଙ୍କ ହୃଦୟରେ ପ୍ରଭୁ ଯୀଶୁ ଅଛନ୍ତି, ସେମାନଙ୍କ ପାଖରେ ଶାନ୍ତି ଥାଏ, ଆନନ୍ଦ ଥାଏ, ଖୁସି ଥାଏ। ସେମାନଙ୍କର କଥାବାର୍ତ୍ତା ଏକ ଭିନ୍ନ ଅଟେ। ସେମାନେ ବିଶେଷ କରି ଯେଉଁମାନେ ଈଶ୍ୱରଙ୍କୁ ଜାଣିନାହାନ୍ତି, ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିନାହାନ୍ତି, ସେ ପ୍ରକାର ଅଭଦ୍ର ଭାଷା, କଟୁ ଭାଷା, ଖରାପ ଭାଷା ସେମାନେ କହନ୍ତି ନାହିଁ। ଆପଣମାନେ ଦେଖିଥିବେ। ତ ଏକ ଶାନ୍ତିଜନକ ସୁସମାଚାର, ଶାନ୍ତିର ବାର୍ତ୍ତା ବହ କହୁଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ତାହା ସମସ୍ତ ଜଗତ ଜାଣିଅଛି। ତ ଆଜି ଯେଉଁମାନେ ଅଜ୍ଞାତରେ ବି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିରୋଧ କରୁଛନ୍ତି, ପ୍ରଭୁ ଯୀଶୁ ସେମାନଙ୍କୁ ମଧ୍ୟ ପ୍ରେମ କରୁଛନ୍ତି। ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ କଦର୍ଯ୍ୟ ଶବ୍ଦ ବ୍ୟବହାର କରି ଅପମାନ କରୁଛନ୍ତି ବୋଲି ଭାବୁଛନ୍ତି, ପ୍ରଭୁ ଯୀଶୁ ସେମାନଙ୍କୁ ପ୍ରେମ କରନ୍ତି। ଆଜିକୁ 2000 ବର୍ଷ ପୂର୍ବରେ ଯେତେବେଳେ ସେ କାଲବରୀ କ୍ରୁଶରେ ଚଢ଼ିଥିଲେ, ସମସ୍ତ ମାନବ ଜାତି ନିମନ୍ତେ ବଳିଦାନ ହେବା ପାଇଁ ସେ ଆସିଥିଲେ, ବଳିଦାନ ହେବା ପାଇଁ। କାରଣ ରକ୍ତ ବିନା ପାପ ମୋଚନ ହେବା ଅସମ୍ଭବ ଥିଲା, ହେ ବ୍ୟବସ୍ଥାରେ ଥିଲା। ଆଉ କି ପ୍ରକାର ରକ୍ତ ଦରକାର? ଏକ ନିଖୁନ୍ତ ନିର୍ଦାଗ ମେଷକ ଶାବକ ରକ୍ତ ଦରକାର ଥିଲା, ଏକ ନିଷ୍ପାପୀ ବ୍ୟକ୍ତିର ରକ୍ତ ଦରକାର ଥିଲା। ଆମେ ଜାଣୁ, ପୃଥିବୀରେ ଥିବା ପ୍ରତ୍ୟେକ ବ୍ୟକ୍ତି ପାପୀ ଅଟନ୍ତି, ପାପରୁ ହିଁ ଜନ୍ମଗ୍ରହଣ କରିଛନ୍ତି। ଆମେ ସମସ୍ତେ ପାପୀ ଅଟୁ, ପାପର ଚିନ୍ତାଧାରା ଆମ ପାଖରେ ଅଛି। ତ ଈଶ୍ୱରଙ୍କୁ ଛାଡ଼ିଲେ କେହି ମଧ୍ୟ ଧାର୍ମିକ ନୁହନ୍ତି। ଆଉ ଯେହେତୁ ଈଶ୍ୱର ପବିତ୍ର ଅଟନ୍ତି, ସେ ନିଜ ରକ୍ତ ଦେଇ ଆପଣଙ୍କୁ ଆଉ ମୋତେ କିଣିବା ପାଇଁ ସ୍ୱର୍ଗରୁ ତାଙ୍କ ପୁତ୍ର ହିଁ ଆସିଲେ, କାଲବରୀ କ୍ରୁଶରେ ବଳିଦାନ ହେଲେ, ଆଉ ତାଙ୍କ ରକ୍ତରେ ଆପଣଙ୍କୁ ଆଉ ମୋତେ କିଣିଛନ୍ତି। ଆଉ ସେ ବଳିଦାନ ହେବା ସମୟରେ ଜାଣିଛନ୍ତି, ଯେଉଁମାନେ ତାଙ୍କୁ କାଲବରୀ କ୍ରୁଶରେ ବଳିଦାନ କରୁଥିଲେ, କ୍ରୁଶରେ ଚଢ଼ିଥିବା ସମୟରେ ତାଙ୍କୁ କରଡ଼ା ପ୍ରହାର କରି ଆଉ କଣ୍ଠାବିଦ୍ଧ କରିଥିବା କ୍ରୁଶର ସମୟରେ ମଧ୍ୟ, ସେ ଯନ୍ତ୍ରଣାର ସମୟରେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ପିତାଙ୍କ ନିକଟରେ ଏହି ପ୍ରାର୍ଥନା କରିଥିଲେ, ପିତା, ଏମାନେ କ'ଣ କରନ୍ତି ଜାଣନ୍ତି ନା, ଏମାନଙ୍କୁ କ୍ଷମା କର। ଆଜି ଯଦି ଆପଣ ଯୀଶୁଙ୍କ ବିରୁଦ୍ଧରେ କହୁଛନ୍ତି, ପ୍ରଭୁ ଯୀଶୁ ଆପଣଙ୍କୁ ପ୍ରେମ କରୁଛନ୍ତି, ଆପଣଙ୍କ ପାଇଁ ସେ ପିତା ପରମେଶ୍ୱରଙ୍କ ନିକଟରେ ସେ ପ୍ରାର୍ଥନା କରୁଛନ୍ତି, ପିତା, ଇଏ କ'ଣ କରୁଛନ୍ତି ଜାଣନ୍ତି ନାହିଁ, ଆମକୁ କ୍ଷମା କର। ଇଏ କ'ଣ କରୁଛନ୍ତି ଜାଣନ୍ତି ନାହିଁ, ୟାଙ୍କୁ ତୁମେ କ୍ଷମା କର। ଆଜି ପ୍ରକୃତରେ ଅନେକ ଯେଉଁମାନେ ଈଶ୍ୱରଙ୍କୁ ଜାଣିନାହାନ୍ତି, ପ୍ରକୃତରେ ଈଶ୍ୱରଙ୍କୁ ଜାଣିନାହାନ୍ତି, ସେମାନେ ଯୀଶୁଙ୍କ ବିରୁଦ୍ଧରେ ଯିବାଟା ସୁନିଶ୍ଚିତ ଅଟେ। କାହିଁକିନା ସେମାନେ ଜାଣିନାହାନ୍ତି। ଆମମାନଙ୍କର ମୂର୍ଖତା ଆମମାନଙ୍କୁ ବେଳେବେଳେ ଏକ ଉତ୍ତମ ବିଷୟକୁ ମଧ୍ୟ ଅଗ୍ରାହ୍ୟ କରିବାରେ ଦୂରେଇ ରଖେ। ଅଗ୍ରାହ୍ୟ କରିବାର ଆମମାନଙ୍କର ମୂର୍ଖତା ବେଳେବେଳେ ଉତ୍ତମ ବିଷୟକୁ ଗ୍ରହଣ କରିବାରେ ଆମମାନଙ୍କୁ ସାହାଯ୍ୟ କରେ ନାହିଁ। ଆଜି ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଖରାପ ଭାଷା କହୁଛନ୍ତି, ତାଙ୍କ ପ୍ରତି ଖରାପ କରି ବୋଲି କହୁଛନ୍ତି, ଆରେ ସେମାନେ ଜାଣିନାହାନ୍ତି, କିନ୍ତୁ ଈଶ୍ୱର ତାଙ୍କୁ ପ୍ରେମ କରୁଛନ୍ତି। ପ୍ରଭୁ ଯୀଶୁ ପିତା ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି, ପିତା, ଇଏ କ'ଣ କରୁଛନ୍ତି, ଇଏ ଜାଣି ପାରୁନାହାନ୍ତି।
ଜାଣି ପାରୁନାହାନ୍ତି। ଆରେ ସେଇ ଯୁଗର ଲୋକମାନେ ଜାଣିଲେ ନାହିଁ, ମୂର୍ଖ ହେଲେ ତ ଆମେ ଆପଣ ବା କ'ଣ ଜାଣିବା? ଆରେ ଆମେ ବି ଜାଣିବୁ କେମିତି? ଈଶ୍ୱରଙ୍କ ଅନୁଗ୍ରହ ନହେଲେ ତାଙ୍କ ନିକଟକୁ ଆସିବା ଅସମ୍ଭବ ଅଟେ। ପବିତ୍ରାତ୍ମା ଦତ୍ତ ନହେଲେ ଯୀଶୁଙ୍କୁ ପ୍ରଭୁ କହିବା ଅସମ୍ଭବ ଅଟେ। ଏହା ଆଜି କଲେ କିଛି ହେବ ନାହିଁ। ଈଶ୍ୱର ପୂର୍ବରୁ ହିଁ ଯୋଜନା କରିଛନ୍ତି। ପ୍ରିୟ ଭାଇମାନେ ଭଉଣୀମାନେ, ଯେଉଁମାନେ ଯୀଶୁଙ୍କ ବିରୋଧରେ କହୁଛନ୍ତି ସେମାନଙ୍କ ବିରୋଧରେ ଆପଣ ଜମା ଯାଆନ୍ତୁ ନାହିଁ। କାରଣ ଆଜି କିଛି ପରିବର୍ତ୍ତନ ହେବାର କିଛି ନାହିଁ। ହେଇପାରେ ଜାଣିଛନ୍ତି, ପ୍ରେରିତ ପାଉଲ ପରି ତାଡ଼ନାକାରୀ ଯୀଶୁଙ୍କୁ ଆଉ ଖ୍ରୀଷ୍ଟାନଙ୍କୁ ମାନଙ୍କୁ ତାଡ଼ନା କରୁଥିବା ବ୍ୟକ୍ତି କିଏ ନଥିଲେ। ଆରେ ସେ ପରିବର୍ତ୍ତନ ହେଲେ। ମହା ଭୟଙ୍କର ପାପୀ ମାନେ ପରିବର୍ତ୍ତନ ହେଇଛନ୍ତି। ବାରବା ପରି ପାପୀ ପରିବର୍ତ୍ତନ ହେଲେ ଜାଣିଛନ୍ତି। ଆଉ ସେ ସତ ସେନାପତି ଯେ ହଜାର ହଜାର ଲୋକମାନଙ୍କର ମୃତ୍ୟୁକୁ ଦେଖିଦେଲେ, ସେ ପ୍ରକାର ବ୍ୟକ୍ତି ପରିବର୍ତ୍ତନ ହେଲେ। ଆରେ ଏ ଛୋଟ ମୋଟିକା ଲୋକମାନଙ୍କ ଯେଉଁ ଯୀଶୁଙ୍କ ବିଷୟରେ ଯାହା କିଛି କହିଲେ ଆମେ କାହିଁକି ଉତ୍ତେଜିତ ହେଉଛୁ? ଆମେ ରାଗୁଛୁ କ'ଣ ପାଇଁ? ଆରେ ସେ ପରିବର୍ତ୍ତନ ହେବେ ଈଶ୍ୱରଙ୍କ ଯୋଜନା ଥିଲେ, କିନ୍ତୁ ଈଶ୍ୱରଙ୍କ ଯୋଜନା ନଥିଲେ ସେ ପରିବର୍ତ୍ତନ ହେବେ ନାହିଁ। କାରଣ ଈଶ୍ୱରଙ୍କ ବାକ୍ୟ ପ୍ରାଞ୍ଜଳ ଭାବେ କୁହେ, ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ନିକଟରେ କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକମାନଙ୍କ ନିମନ୍ତେ ତାହା ଈଶ୍ୱରଙ୍କ ଶକ୍ତି ଅଟେ। ଏଥିରେ ଈଶ୍ୱରଙ୍କ ବିଚାର ଶେଷ ହୋଇଯାଇଛି। ସୁସମାଚାର ହିଁ ଈଶ୍ୱରଙ୍କ ରାଜ୍ୟର ବିଚାରକୁ ଶେଷ କରିଛି। ସ୍ୱର୍ଗ କିଏ ଯିବ, ନର୍କ କିଏ ଯିବ। ଆଉ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ନିମନ୍ତେ କ୍ରୁଶର କଥା ବା ଯୀଶୁଙ୍କ କଥା ବା ବାଇବେଲର କଥା ତାହା ମୂର୍ଖତା ପରି ଲାଗିବ। କାହିଁକି ମୂର୍ଖତା ପରି ଲାଗିବ ଜାଣିଛନ୍ତି? ଗୋଟିଏ ବିଷୟ ପାଇଁ ନା, ବାଇବେଲ ପାପ ବିରୁଦ୍ଧରେ କୁହେ। ବାଇବେଲ ପାପ ବିରୁଦ୍ଧରେ କୁହେ। ବାଇବେଲ ପାପ ବିରୁଦ୍ଧରେ କୁହେ। ବାଇବେଲ ବେବିଚାର ଛାଡ଼ ବୋଲି କୁହେ। ବାଇବେଲ ମଦ୍ୟପାନ କରନି ବୋଲି କୁହେ। ବାଇବେଲ ନରହତ୍ୟା କରନି ବୋଲି କୁହେ। ବାଇବେଲ ମିଥ୍ୟା କୁହନି ବୋଲି କୁହେ। ବାଇବେଲ ଲୋଭ କରନି ବୋଲି କୁହେ। ବାଇବେଲ ରଙ୍ଗରସ ମତତାରେ ପୂର୍ଣ୍ଣ ହୁଅନି ବୋଲି କୁହେ। ବାଇବେଲ ରେପ୍ ମର୍ଡର କରିବା ବିଷୟରେ କୁହେ, ତାହା କରନି ବୋଲି କୁହେ। ଏକ ଦୁଷ୍ଟ ଓ ଶୈତାନ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ସମସ୍ତ ପାପକୁ ଛାଡ଼ିବା ପାଇଁ ରେଡ଼ି ହେବେ ନାହିଁ। କାହିଁକିନା ସେମାନେ ନିରୂପିତ ହୋଇଛନ୍ତି ନରକକୁ ଯିବା ପାଇଁ। ସ୍ୱର୍ଗ ଆପଣଙ୍କ ପାଇଁ ଏତେ ଖେଳଘର ହେଇନାହିଁ। ଏ ପୃଥିବୀରେ ଯେତେ ପାପ କଲା ପରେ ଶେଷରେ ସ୍ୱର୍ଗ ଗଲା କହିଦେଲେ ସ୍ୱର୍ଗ ଯିବ ନାହିଁ, ଅସମ୍ଭବ ଅଟେ। ଆପଣମାନେ କେବେ ମଧ୍ୟ ଗାଡ଼ିରେ ହେଉ, ଟ୍ରେନରେ ହେଉ, ଫ୍ଲାଇଟ୍ରେ ହେଉ ବିନା ଟିକଟରେ ଯାତ୍ରା କରୁନାହାନ୍ତି। ଟିକେଟ କ'ଣ ପାଇଁ କରୁଛନ୍ତି? ଆପଣ ଅଥରାଇଜ ହେଇଛନ୍ତି, ଆପଣ ଅଧିକାର ପ୍ରାପ୍ତ ହେଇଛନ୍ତି ସେ ଟିକେଟ କୁହେ। ତ ପାପ ଯଦି ଛାଡ଼ୁନାହାନ୍ତି, ଧାର୍ମିକ ଯଦି ହେଉନାହାନ୍ତି, ଧାର୍ମିକତାର ସାର୍ଟିଫିକେଟ୍ ଯଦି ଆପଣଙ୍କ ପାଖେ ନାହିଁ, ତାହେଲେ ସ୍ୱର୍ଗ ଯାଇପାରିବେ ନାହିଁ। ବାଇବେଲ କୁହେ ଦେଖି ବି ପାରିବେ ନାହିଁ। ଏଥିପାଇଁ ସାବଧାନ ହେଇଯାଆନ୍ତୁ। ଆମର ଯିଏ ବି, ମୁଁ ବି ଯଦି ଧର୍ମମୟ ଜୀବନ କାଟୁନାହିଁ, ଈଶ୍ୱରଙ୍କ ବାକ୍ୟ ଅନୁସାରେ ଜୀବନ କାଟୁନାହିଁ, ଯଦି ମୁଁ ମିଥ୍ୟା ଛାଡ଼ି ନାହିଁ, ମୁଁ ବେବିଚାର ଛାଡ଼ିନି, ମୁଁ ମଦ୍ୟପାନ କରିବା ଛାଡ଼ିନି, ମୁଁ ରଙ୍ଗରସ ଛାଡ଼ିନି, ମୁଁ ଅଶୁଚି କାର୍ଯ୍ୟ କରୁଛି, ସମସ୍ତ ମନ୍ଦ କାର୍ଯ୍ୟର ଉତ୍ପାଦକ ବି ଯଦି ହେଉଛି, ସ୍ୱର୍ଗ ଯାଇପାରିବି ନାହିଁ। ନିଜ ନିଜକୁ ଏପରି କାମ କରୁଥିଲେ ପ୍ରତାରଣା ଦିଅନ୍ତୁ ନାହିଁ। ସ୍ୱର୍ଗ ଖେଳଘର ନୁହେଁ। ଯେ ମରିଗଲା ସ୍ୱର୍ଗ ଯିବ ତାହା ନାହିଁ। ଏଇଠି ହିଁ ତାକୁ ସ୍ୱର୍ଗର ପ୍ରଜା ଭାବରେ ଜୀବନ କାଟିବାକୁ ହେବ। ସେଥିପାଇଁ ବାଇବେଲକୁ ଯୀଶୁଙ୍କ ନିକଟକୁ କାହିଁକି ଲୋକ ଆସିବେ ଜାଣିଛନ୍ତି? ତ ଗୋଟିଏ କାରଣ ପାଇଁ, ପାପ ଛାଡ଼ିବାକୁ ପଡ଼ିବ। ଆଜି ଅନେକ ଧର୍ମଗୁରୁ ମାନେ ଠୋସ୍ ହେଇଯାଇଛନ୍ତି ଜାଣନ୍ତୁ। ଟଙ୍କା ଲୋଭରେ ପଡ଼ିଯାଇଛନ୍ତି, ବେବିଚାର ଦୋଷରେ ପଡ଼ିଯାଇଛନ୍ତି, ଜାଣିଛନ୍ତି, ପଦବୀ ନିଶାରେ ପଡ଼ିଯାଇଛନ୍ତି ଲୋକମାନେ, ପତନ ହେଇଛନ୍ତି, ଦୁର୍ଗନ୍ଧମୟ ହେଇଯାଇଛନ୍ତି। ତେଣୁ ସେମାନଙ୍କ ବିବେକ କଳୁଷିତ ହେଇଯାଇଛି। ତ ଯୀଶୁଙ୍କ ନିକଟକୁ ଆସିବା ଏତେ ସହଜ ନାହିଁ। କେବଳ ଯଦି ଈଶ୍ୱର ପୂର୍ବରୁ ଯୋଜନା କରିଥିବେ, ତାହେଲେ ସେ ଯେତେ ପାପ କରିଥିଲେ ଯୀଶୁଙ୍କ ନିକଟକୁ ଆସିବେ। ଆଜି ନହେଲେ କାଲି ଆସିବେ। ପିତା ସେ ଦୁଷ୍ଟ, ସେ ମନ୍ଦ, ସେ ତାଡ଼ନାକାରୀମାନଙ୍କ ପାଇଁ ପ୍ରାର୍ଥନା କରିସାରିଛନ୍ତି କାଲବରୀ କ୍ରୁଶରେ। ପିତା ଏମାନେ କ'ଣ କରନ୍ତି ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କର ବୋଲି। ଆମମାନେ ସେଥିପାଇଁ ଯେଉଁମାନେ ପ୍ରଭୁଙ୍କ ନିକଟକୁ ଆସିଛୁ ଉତ୍ତେଜିତ ହୋଇ ସେମାନଙ୍କ ବିରୁଦ୍ଧରେ କଥା କହିବା ଆମକୁ ଠିକ୍ ନାହିଁ। ଓ ତ କାଲି ସେମାନେ ପରିବର୍ତ୍ତନ ହେବେ, ଏ କଥାକୁ ଆପଣମାନେ ଅଗ୍ରାହ୍ୟ କରିପାରିବେ ନାହିଁ, ଅଗ୍ରାହ୍ୟ କରିପାରିବେ ନାହିଁ। ମୋ ସାନ ଭାଇ,
ମୋ ବିଷୟରେ ଯେତେବେଳେ ପୂର୍ବରୁ ଜାଣିଥିଲେ, ଯେତେବେଳେ ମୁଁ ପ୍ରଭୁ ଯୀଶୁଙ୍କ ପାଖକୁ ଆସିଲି ଅନୁଗ୍ରହରେ, ସେତେବେଳେ ସେ ମୋତେ ଘୃଣା କରିବାକୁ ଲାଗିଲେ। ମୁଁ ଯୀଶୁଙ୍କୁ ବିଶ୍ୱାସ କରିଲା ପରେ ମୋତେ ଘୃଣା କରିବାକୁ ଲାଗିଲେ କି ମୋ ପରି ଖରାପ ବ୍ୟକ୍ତି କେବେ ବି ଈଶ୍ୱରଙ୍କ ସନ୍ତାନ ହେଇପାରିବନି ବୋଲି ସେ ଅନେକ ବର୍ଷ ପର୍ଯ୍ୟନ୍ତ ସେ ମୋତେ କଥା ହେଲେ ନାହିଁ। କିନ୍ତୁ ଗୋଟେ ମିଟିଂରେ ଯାଇଥିଲୁ, ତାପରେ ସେ ମିଟିଂରେ ସାକ୍ଷ୍ୟ ଦେଉଥିଲେ କି ମୋ ଭାଇ ଦିନେ ପରିବର୍ତ୍ତନ ହେବେ, ଏତେ ଭୟଙ୍କର ବ୍ୟକ୍ତି, ଖରାପ ବ୍ୟକ୍ତି, ପାପୀ ପରିବର୍ତ୍ତନ ହେବେ ବୋଲି ମୁଁ ବିଶ୍ୱାସ କରୁନଥିଲି, କିନ୍ତୁ ଏବେ ବିଶ୍ୱାସ କରୁଛି। କାରଣ ସେ ଯୀଶୁଙ୍କ ପାଇଁ ସବୁ କିଛି ଛାଡ଼ିଲେ ଆଉ ଯୀଶୁଙ୍କ ରାଜ୍ୟରେ ବ୍ୟବହାର ହେଉଛନ୍ତି, ଈଶ୍ୱରଙ୍କ ବାକ୍ୟକୁ ପ୍ରଚାର କରୁଛନ୍ତି ବୋଲି କହିଲେ। ତ ମୋର ଅନୁଭୂତି ଅଛି, ଆଜି ଯିଏ ଦୁଷ୍ଟ, ଆଜି ଯିଏ ଯୀଶୁଙ୍କ ବିରୋଧରେ ଯାଉଛି, ମୁଁ ବି ଦିନେ ସେପରି ଥିଲି ନା, ସେ ବ୍ୟକ୍ତି ପରିବର୍ତ୍ତନ ହେବ, ଏହା ମୋର ବିଶ୍ୱାସ ଅଟେ। ଯିଏ ଅଧିକ ଯୀଶୁଙ୍କୁ ତୁଳନା କରିଛି, ଅଧିକ ଖ୍ରୀଷ୍ଟିଆନଙ୍କୁ ତୁଳନା କରିଛି, ସେ ପାକ୍କା ପରିବର୍ତ୍ତନ ହେବ। ଯଦି ଈଶ୍ୱରଙ୍କର ଯଦି ଯୋଜନା ଥାଏ, ଆଉ ଯଦି ଶୈତାନର ଯୋଜନା ଥାଏ, ତାହେଲେ ସେ ଆହୁରି ଅଧିକ ପାପ କର୍ମ କରିବ। ଆରେ ଧର୍ମ କାହା ପାଇଁ ବନାହେଇଛି? ମଣିଷ ପାଇଁ ନା ଆଉ କାହା ପାଇଁ? ଧର୍ମ ଶାନ୍ତି ଆଣେ ନା ଅଶାନ୍ତି ଆଣେ? ଧର୍ମ ଡିଭିଜନ ଆଣେ ନା ଏକତା ଆଣେ? ଏହା ଧାର୍ମିକ ଭଲସେ ଚିନ୍ତା କରିବ ପ୍ରିୟ ଈଶ୍ୱରଙ୍କ ସନ୍ତାନ ମାନେ। ସେଥିପାଇଁ ଏ ଯେଉଁ ସୁସମାଚାର ଥିଲା ସମସ୍ତଙ୍କ ପାଇଁ, ଏ ବଡ଼ଦିନର ସୁସମାଚାର ସମସ୍ତ ପାଇଁ, କେବଳ ଖ୍ରୀଷ୍ଟିଆନ ପାଇଁ ନୁହେଁ। ବଡ଼ଦିନର ପର୍ବ ଖ୍ରୀଷ୍ଟିଆନମାନଙ୍କ ପର୍ବ କେବଳ ନୁହେଁ, ଏହା ସମସ୍ତଙ୍କ ପର୍ବ ଅଟେ। ତ ପୁନର୍ବାର ଆପଣଙ୍କ ନିକଟରେ କିଛି ପ୍ରେରିତ ଧର୍ମଶାସ୍ତ୍ରର ପ୍ରେରିତ 17 ପର୍ବର ମୁଁ 24 ପଦରୁ କିଛି ଅଂଶ ପଢ଼ୁଅଛି, ତାହା ମାନେ ଧ୍ୟାନର ସହିତ ଶୁଣନ୍ତୁ। ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତ ନିର୍ମିତ ମନ୍ଦିର ସମୂହରେ ବାସ କରନ୍ତି ନାହିଁ। ଈଶ୍ୱରଙ୍କୁ ଆମମାନେ ଏତେ ବହୁ ଛୋଟ କରିଦେଇଛୁ, ସୀମିତ କରିଦେଇଛୁ ଆମମାନଙ୍କ ଚିନ୍ତାଧାରାରେ। କିନ୍ତୁ ଏହି ପଦ ଯେଉଁ ଲେଖା ହେଇଛି, କ'ଣ ଲେଖା ହେଇଛି ଆପଣମାନେ ଟିକେ ଭଲସେ ଶୁଣନ୍ତୁ। ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଛନ୍ତି, ଈଶ୍ୱର ଜଗତ ଓ ସେଥିରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ଈଶ୍ୱର ସ୍ୱର୍ଗ ଆଉ ପୃଥିବୀର ପ୍ରଭୁ, ଏ କଥା ଆପଣ କେବେ ଅଗ୍ରାହ୍ୟ କରିବେ ନାହିଁ। ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ଆପଣ ଆଉ ମୁଁ ବନିଥିବା ଘରେ ରହିବେନି ସେ। ଈଶ୍ୱରଙ୍କୁ ଏତେ ଛୋଟ ଭାବିବାଟା ମାନଙ୍କର ମୂର୍ଖାମି ଅଟେ। ପୁଣି କ'ଣ ଲେଖା ହେଇଛି? ପୁଣି ଏହା ଲେଖା ହେଇଛି, କିଏ ବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟ ହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ ଓ ସମସ୍ତ ପଦାର୍ଥ ଦାନ କରନ୍ତି। ପୁଣି ଏହା ବି ଗୋଟେ ବଡ଼ ମୂର୍ଖାମି କରୁଛୁ, ଈଶ୍ୱରଙ୍କୁ ଆମେ ଏଟା ଦେଇଦେବି, ସେଟା ଦେବି, ଏଟା ନେବି, ସେଟା ଦେବି। ଆରେ ଏ ସବୁ ମୂର୍ଖାମିରେ ଭାଇ, ଆମମାନଙ୍କର କାମ ସବୁ ମୂର୍ଖାମି, ଆମମାନଙ୍କର ଭାବନା ସବୁ ମୂର୍ଖାମି। ତାଙ୍କର କୌଣସି ଅଭାବ ନାହିଁ, ସେ ମଣିଷ ହସ୍ତ ଦ୍ୱାରା ସେବିତ ହେବେ ନାହିଁ। କାହିଁକି ନା ସେ ଜୀବନ, ନିଶ୍ୱାସ, ସମସ୍ତ ପଦାର୍ଥ ଆପଣଙ୍କ ମୋତେ ଦାନ କରିଛନ୍ତି। ଆମ ପାଖରେ ଥିବା ପ୍ରତ୍ୟେକ ଜିନିଷ ତାହାଙ୍କର, ଦୃଶ୍ୟ ସବୁ ଜିନିଷ ତାହାଙ୍କର ଅଟେ। ଆମମାନେ ଆମମାନଙ୍କର ଭାବନା ଦ୍ୱାରା ବେଳେବେଳେ ଛୋଟ କରିଛୁ ଈଶ୍ୱରଙ୍କୁ, ବଡ଼ ଛୋଟ କରିଦେଇଛୁ, ବହୁତ ବଡ଼ ଭୁଲ କରୁଛୁ ଆମମାନେ। ପୁଣି 25 ପଦ କୁହେ, କିଏ ବା ତାହାଙ୍କର କୌଣସି ଅଭାବ ଥିବାରୁ ମଣିଷ ହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ, ସମସ୍ତ ପଦାର୍ଥ ଦାନ କରନ୍ତି। ଆପଣ ପାଖରେ ଥିବା ପ୍ରତ୍ୟେକ ଜିନିଷ ଈଶ୍ୱରଙ୍କର। କ'ଣ ଦେବେ ଆପଣ ଭାବୁଛନ୍ତି ଈଶ୍ୱରଙ୍କୁ? କିଛି ଦେଇପାରିବେ ନାହିଁ। କାହିଁ ବେକାର ଆପଣ ଏଇଟା ଦେବି ସେଟା ଦେଇ ହେଉଛନ୍ତି? ଆରେ ସବୁ ଏଯାକ ବେକାର ଅଟେ। କ'ଣ ଦେବି ଈଶ୍ୱରଙ୍କୁ? ସବୁ ତାହାଙ୍କର, ଆପଣ ବି ତାହାଙ୍କର ଅଟନ୍ତି। ଆପଣଙ୍କୁ ସେ ହିଁ ସୃଷ୍ଟି କରିଛନ୍ତି। ତ କେତେ ଇଣ୍ଟରେଷ୍ଟିଂ ପଦ ଗୁଡ଼ିକ। ଆଉ ଲେଖା ହେଇଛି 26 ପଦର, ଆଉ ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତି ଠାରୁ ସମସ୍ତ ମାନବ ଜାତି ସୃଷ୍ଟି କରିଛନ୍ତି। ସେ ସେମାନଙ୍କ ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି। ଏକ ବ୍ୟକ୍ତି ଠାରୁ ସମସ୍ତ ମାନବ ଜାତି ସୃଷ୍ଟି କରିଛନ୍ତି। ଏକ ବ୍ୟକ୍ତି ଠାରୁ ସମସ୍ତ ମାନବ ଜାତିକୁ ସୃଷ୍ଟି କରିଛନ୍ତି। ସେଥିପାଇଁ ତ ପୃଥିବୀରେ ଥିବା ପ୍ରତ୍ୟେକ ଲୋକମାନେ ଏକା ପରି ଦେଖାଯାଆନ୍ତି। ପୁଣି ଲେଖା ହେଇଛି, ସେମାନେ ଯେପରି ଈଶ୍ୱରଙ୍କର ଅନ୍ୱେଷଣ କାଳେ ଦୋରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇପାରନ୍ତି, ଯଦ୍ୟପି ସେ ଆମମାନଙ୍କର କାହାରିଠାରୁ ଦୂରେ ନାହାନ୍ତି। ବାଃ, କେତେ ଇଣ୍ଟରେଷ୍ଟିଂ କଥା। ଆମ କାହାରିଠାରୁ ସେ ଦୂରେ ଅଛନ୍ତି, ପାଖରେ ଅଛନ୍ତି ତାମାନେ। କାରଣ ତାହାଙ୍କଠାରେ ଆମମାନଙ୍କ ଅସ୍ଥି, ଗତି, ସ୍ଥିତି, ଯେପରି ଆମମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କର ବଂଶ। ଆମମାନେ ତାହାଙ୍କର ବଂଶ। ବଡ଼ ଇଣ୍ଟରେଷ୍ଟିଂ କଥା ହେଉଛି, ଆମମାନେ ଈଶ୍ୱରଙ୍କର ବଂଶ ଅଟୁ। ଆମେ ଈଶ୍ୱରଙ୍କର ବଂଶରୁ, ଆମେ ଈଶ୍ୱରଙ୍କ ସନ୍ତାନ ଅଟୁ।
ତେବେ ଆମ୍ଭେମାନେ ଈଶ୍ୱରଙ୍କର ବଂଶ ହେବାରୁ ଈଶ୍ୱରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ଜ୍ଞାନ କରିବା ମାନଙ୍କର ଉଚିତ ନାହିଁ। ଆରେ କି ଇଣ୍ଟରେଷ୍ଟିଂ କଥା ଲେଖା ହେଇଛି। ମାନେ ଈଶ୍ୱରଙ୍କ ବଂଶ, ଈଶ୍ୱରଙ୍କୁ କାହିଁକି ଆମେ ଗୋଟେ ବସ୍ତୁ ସହିତ ତୁଳନା କରିବା? ଏଇଟା ହିଁ ବଡ଼ ଭୁଲ ହେଉଛି। ଏଇଟା ହିଁ ବଡ଼ ଭୁଲ ଅଟେ। ରୂପାର ସୁନାର ଈଶ୍ୱର ବୋଲି କହିବା ବଡ଼ ଭୁଲ ହେଇଯାଉଛି। ଆମମାନଙ୍କର ବୁଦ୍ଧି ଆଉ ଜ୍ଞାନର ସହିତ ବିବେକ ସହିତ ଟିକେ ଚିନ୍ତା କରୁ, ବିବେଚନା କରୁ, ଆମେ କେମିତି ଈଶ୍ୱରଙ୍କୁ ବସ୍ତୁ ସହିତ ତୁଳନା କରିପାରିବା। ଆରେ ଜୀବିତ ପରମେଶ୍ୱର ସେ ବିଶ୍ୱ ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରୁଛନ୍ତି। ଏତେ ଆମମାନଙ୍କର ମୂର୍ଖ, ଆମେ ମୂର୍ଖ ବୋଲି କ'ଣ ଈଶ୍ୱରଙ୍କୁ ମୂର୍ଖ କରିଦେବା ନା କ'ଣ? ଏପରି ନ ହଉ। ପୁଣି 30 ଲେଖାଯାଇଛି, ଈଶ୍ୱର ସେହି ଅଜ୍ଞାନତାର କାଳ ଉପେକ୍ଷା କରି ଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମଣିଷଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି। ପ୍ରିୟ ଶ୍ରୋତାମାନେ, ଅଜ୍ଞାନତାର କାଳ ଉପେକ୍ଷା କରିଛନ୍ତି। ଆଜି ସୁସମାଚାର ଟିଭିରେ, ଅନଲାଇନରେ, ଏବେ ମୁଁ ୟୁଟ୍ୟୁବରେ ଆପଣମାନଙ୍କୁ ପ୍ରଚାର କରୁଛି। ଈଶ୍ୱର ଜଣେ, ସେ ଏକ ବ୍ୟକ୍ତି ଠାରୁ ସମସ୍ତ ମଣିଷ ସୃଷ୍ଟି କରିଛନ୍ତି। ସେ ଆପଣଙ୍କୁ ପ୍ରେମ କରନ୍ତି। ସେ ଆପଣ ପାଇଁ କାଲକୁ ସେ ବଳିଦାନ ହେଇଛନ୍ତି। ସେ ସମସ୍ତ ଜଗତ ଲୋକଙ୍କୁ ପ୍ରେମ କରନ୍ତି। ପାପର ବେତନ ମୃତ୍ୟୁ ଅଟେ। ମୃତ୍ୟୁ ପରେ ମଣିଷକୁ ବିଜୟ ଦେବା ନିମନ୍ତେ ସେ ଆସିଥିଲେ। ସେଥିପାଇଁ ମରିଲେ, ସେ ତୃତୀୟ ଦିନରେ ପୁନରୁତ୍ଥିତ ହେଲେ। ପୁନରୁତ୍ଥିତ ହେବାର କାରଣ ହେଉଛି ଆପଣଙ୍କ ମୋତେ ପୁନରୁତ୍ଥାନ ଦେବା ପାଇଁ। ସେଥିପାଇଁ ସେ ପୂର୍ବରୁ କହିଥିଲେ, ମୁଁ ହେଉଛି ପୁନରୁତ୍ଥାନ ଓ ଜୀବନ, ଯେ ମୋ ଠାରେ ବିଶ୍ୱାସ କରି ସେ ଯଥାପି ମରେ ତଥାପି ସେ ବଞ୍ଚିବେ ବୋଲି କହିଥିଲେ। ସେ ମୃତ୍ୟୁ ପୂର୍ବରୁ ସେ ନିଜ ବିଷୟରେ କହିଥିଲେ। ଆଉ ସେ ମୃତ୍ୟୁ ପରେ ଆପଣଙ୍କୁ ଆଉ ମୋତେ ବିଜୟ ଦେବା ପାଇଁ ଆସିଥିଲେ। ସେ କୌଣସି ଧର୍ମ ପ୍ରଚାର କରିବା ପାଇଁ ଆସିନଥିଲେ। ବାଇବେଲରେ ଲେଖାଯାଇନି ଯୀଶୁ ଖ୍ରୀଷ୍ଟ ଧର୍ମ ପ୍ରଚାର କରିବା ପାଇଁ ଆସିଥିଲେ ବୋଲି। ଆପଣମାନେ ପଢ଼ନ୍ତୁ, ଜାଣନ୍ତୁ, ଶିଖନ୍ତୁ, ଭଲସେ ଜାଣନ୍ତୁ। ଆପଣଙ୍କୁ ପଢ଼ିବା ପାଇଁ କିଏ ମନା କରୁଛି? ପଢ଼ନ୍ତୁ। ଯୀଶୁ ଖ୍ରୀଷ୍ଟ କୌଣସି ଧର୍ମ ପ୍ରଚାର କରିବା ପାଇଁ ଆସିନଥିଲେ। ଯୀଶୁ ଖ୍ରୀଷ୍ଟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପାପର ବେତନ ଯେଉଁ ମୃତ୍ୟୁ ଥିଲା, ସେ ମୃତ୍ୟୁ ଉପରେ ବିଜୟ ଦେବା ପାଇଁ ଆସିଥିଲେ। ମୃତ୍ୟୁ ଉପରେ ବିଜୟ ଦେବା ପାଇଁ ଆସିଥିଲେ ଓ ସମସ୍ତ ମାନବ ଜାତିର ପାପର ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଆସିଥିଲେ। ଆମମାନେ ଲୁଗାପଟା ସଫା କେଉଁ ପାଣିରେ କରୁ? ଗୁଳିଆ ପାଣିରେ ନା ସଫା ପାଣିରେ? ଠିକ୍ ସେପରି ଏକ ପବିତ୍ର ବ୍ୟକ୍ତିଙ୍କ ରକ୍ତ ଦରକାର ଥିଲା ପାପ ମୋଚନ କରିବା ପାଇଁ। ଆଉ ସେ ନିଜେ ସେ ପବିତ୍ର ଥିବାରୁ ସେ ନିଜ ରକ୍ତ ଦ୍ୱାରା ଆପଣଙ୍କୁ ମୋତେ କିଣି ସାରିଛନ୍ତି, ପବିତ୍ର କରିଛନ୍ତି। ଆପଣ ଯେତେ ବି ପାପ କରିଥାଉ ନା କାହିଁକି, ଯଦି କହିବେ ପ୍ରଭୁ ଯୀଶୁ ମୋର ପାପ ସବୁ କ୍ଷମା କର, ପ୍ରଭୁ ମୁଁ ନ ଜାଣିକି ତୁମ ବିରୁଦ୍ଧରେ କହିଥିଲି ମୋତେ କ୍ଷମା କର ବୋଲି କହିବେ ନା, ଅଦ୍ଭୁତ ଶାନ୍ତି ଆପଣଙ୍କ ହୃଦୟକୁ ଆସିଯିବ। ପ୍ରଭୁ ଯୀଶୁ ମୁଁ ତୁମକୁ ଜାଣିନି, ପ୍ରଭୁ ମୁଁ ତୁମକୁ ଜାଣିବାକୁ ଚାହୁଁଛି, ମୋତେ ସାହାଯ୍ୟ କର, ଦୟା କର। ମୁଁ ତୁମ ବିରୁଦ୍ଧରେ କହିଛି ବହୁତ, ଆଉ କହୁଛି ବି, ମୁଁ ଜାଣିପାରୁନି କ'ଣ ପାଇଁ କହୁଛି, ମୋତେ ଦୟା କର, ମୋତେ ଅନୁଗ୍ରହ କର, ଆଉ ମୋର ପାପ ସବୁ କ୍ଷମା କର। ପ୍ରାର୍ଥନା କରନ୍ତୁ, ପ୍ରଭୁ ଆପଣଙ୍କ ପ୍ରାର୍ଥନା ଶୁଣିବେ, ଆପଣଙ୍କ ହୃଦୟରେ ଅଦ୍ଭୁତ କାର୍ଯ୍ୟ କରିବେ। ଚାଖିକି ଦେଖନ୍ତୁ, ବାକ୍ୟ ଲେଖା ଚାଖିକି ଦେଖୁନାହାନ୍ତି, ଟ୍ରାଏ କରୁନାହାନ୍ତି, ପଇସା ପଡ଼ୁନି, ଜଷ୍ଟ ଆପଣଙ୍କୁ ଖାଲି କହିବାକୁ ପଡ଼େ, କିଛି କରିବା ପଡ଼ିବ ନାହିଁ। ଆରେ ଜଗତର ଜୀବନ ନିଶ୍ୱାସ ସମସ୍ତ ପ୍ରକାର ସେ ଦାନ କରୁଛନ୍ତି ନା, କ'ଣଟା ଦେଇପାରିବି? ସବୁ ଦେବେ ନାହିଁ, କିଛି ଦେବା ପାଇଁ କିଛି ଦରକାର ବି ନାହିଁ। ସେ ଆପଣଙ୍କୁ ପ୍ରେମ କରନ୍ତି, ଆପଣ ବିନଷ୍ଟ ହୁଅନ୍ତୁ ବୋଲି ସେ ଇଚ୍ଛା କରୁନାହାନ୍ତି। ସେ ନିଜର ଗୋଟିଏ ମାତ୍ର ଅଦ୍ୱିତୀୟ ପୁତ୍ରକୁ ପଠେଇଲେ ଏହି ଜଗତକୁ, ଯେଉଁଦିନ କି ଆମେ ଡିସେମ୍ବର 25 ପାଳନ କରୁଛୁ। ଏତେ ମହାନ ପରମେଶ୍ୱର, ସେ ପ୍ରେମିକ ପରମେଶ୍ୱର, ସେ ଦୟାଳୁ ପରମେଶ୍ୱର। ଯଦି ହେ ସର୍ବଶକ୍ତିମାନ ପରମେଶ୍ୱର, ସେ ଦୟାଳୁ ବି ପରମେଶ୍ୱର, ସେ ଭୟଙ୍କର ପରମେଶ୍ୱର, ସେ ପ୍ରେମିକ ପରମେଶ୍ୱର ବି ସେ ଆପଣଙ୍କୁ ପ୍ରେମ କରନ୍ତି। ଆରେ ବାଘ ଦେଖିଲେ, ଗୋଟେ କୁକୁର ଦେଖିଲେ ଆମେ ଡରୁଛୁ? ଈଶ୍ୱରଙ୍କୁ ଆମେ ଡରିବା ନାହିଁ? ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ପରମେଶ୍ୱର ଭୟ କରିବା ନାହିଁ? ଆରେ କିଏ ଭୟ କରିବ ନାହିଁ? ଯାହାଙ୍କ ହସ୍ତରେ ମୃତ୍ୟୁ ଓ ପାତାଳର ଚାବିକାଠି ଅଛି। ଈଶ୍ୱରଙ୍କୁ ପ୍ରତ୍ୟେକ ଡରିବେ। ଆମ ହାତର କଣ୍ଢେଇ ନ ଦିଶେ, ଆମେ ଦେଲେ, ଲାଞ୍ଚ ଦେଲେ ସେ ପରିବର୍ତ୍ତନ ହେବେ ନାହିଁ। ସେ ଭୟଙ୍କର ପରମେଶ୍ୱର, ତାଙ୍କ ଆଦେଶରେ ଦିନ ଓ ରାତି ହୁଏ, ସୂର୍ଯ୍ୟ ଉଦୟ ହୁଏ, ଅସ୍ତ ହୁଏ। ଚିନ୍ତା କରନ୍ତୁ, ତାଙ୍କୁ ଛୋଟ ଭାବିବା ନାହିଁ। ପୃଥିବୀରେ ପ୍ରତ୍ୟେକ ପ୍ରାଣୀମାନଙ୍କୁ ସେ ଆହାର ଦିଅନ୍ତି, ଛୋଟ ଭାବିବା ନାହିଁ। ଟିକେ ଯୌବନରେ ଅଛୁ, ଯଦି ଟିକେ ଜସ୍ ଅଛି, ବଳ ଦେଖାଉଛୁ, ବଡି ମସଲସ୍ ଦେଖାଉଛି, ଏସବୁ କିଛି କାମ କରିବେନି ଦିନେ, ସବୁ ପଛାଶୁଣା ହେଇଯିବ। ତା ପୂର୍ବରୁ ସତ୍ୟତାକୁ ଜାଣିବା ଦରକାର ଅଛି, ଗ୍ରହଣ କରିବା ଦରକାର ଅଛି। ତ ଲେଖା ହେଇଛି,
ଈଶ୍ୱର ସେହି ଅଜ୍ଞାନତାର କାଳ ଉପେକ୍ଷା କରି ଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମଣିଷକୁ ମନ ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି। ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଗୋଟେ ଧର୍ମ ଗ୍ରହଣ କରିବା ନାହିଁ, ମନର ପରିବର୍ତ୍ତନ। ପାପର ଚିନ୍ତାଧାରାକୁ ଛାଡ଼ିବାର ଅଛି, ମନକୁ ପରିବର୍ତ୍ତନ କରାଯାଉଛି, ହୃଦୟକୁ ପରିବର୍ତ୍ତନ, ଜୀବନର ପରିବର୍ତ୍ତନ। ମନ ପରିବର୍ତ୍ତନ ହେଲେ ଜୀବନ ପରିବର୍ତ୍ତନ ହେବ। ମନକୁ ଆଡ଼କୁ ପରିବର୍ତ୍ତନ ହେବ, ଭଲ ଆଡ଼କୁ ପରିବର୍ତ୍ତନ କରାଯାଉଛି। ତ ସେଥିପାଇଁ ସେ କ'ଣ କରିଛନ୍ତି 31 ପଦ, କାରଣ ଯେଉଁଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ କରି ଏ ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ କରିଅଛନ୍ତି। ଯୀଶୁଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ କରି ଈଶ୍ୱର ପ୍ରମାଣ କରିଛନ୍ତି ଯେ ମଣିଷ ଯଦି ପ୍ରଭୁ ଯୀଶୁ ବିଶ୍ୱାସ କରିବ, ସେ ବି ଦିନେ ମଲେ ବି ଉଠିବ। ଯଦି ସେ ଯେ ବିଶ୍ୱାସ କରିବ ନାହିଁ, ତାଙ୍କୁ ସେ ଈଶ୍ୱର ବିଚାର କରିବେ। ଯେହେତୁ ସେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିନାହିଁ, ଈଶ୍ୱର ତାହା ପ୍ରମାଣ କରି ଦେଖାଇଛନ୍ତି। ମଣିଷ ନିମନ୍ତେ ସେ ବଳିଦାନ ହେଇଛନ୍ତି। ସେ କହିନାହାନ୍ତି କୌଣସି ଗୋଟେ ଗୋଷ୍ଠୀର, କୌଣସି ଗୋଟେ ଜାତିର ବୋଲି। ସେ ଜଗତକୁ ପ୍ରେମ କରି ସମସ୍ତଙ୍କୁ ପ୍ରେମ କରନ୍ତି। ଏ କଥା ଯଦି ଦିନେ ମଣିଷ ବିଶ୍ୱାସ କରିବ ନାହିଁ, ତାହେଲେ ଈଶ୍ୱର ତାହାର ବିଚାର କରିବେ। ପ୍ରିୟ ଶ୍ରୋତାମାନେ, ପ୍ରିୟ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ, ସେଥିପାଇଁ ଆପଣମାନଙ୍କୁ ମୋର ଅନୁରୋଧ, ରିକ୍ୱେଷ୍ଟ ଯେ ଯୀଶୁଙ୍କ ବିରୁଦ୍ଧରେ ଯାଉଛନ୍ତି, ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଈଶ୍ୱର ତାଙ୍କୁ ପ୍ରେମ କରନ୍ତି। ଆପଣ କିଏ ତାଙ୍କୁ ଘୃଣା କରିବା ବ୍ୟକ୍ତି, ଆପଣ କିଏ ତାଙ୍କୁ ରାଗିବା ବ୍ୟକ୍ତି, ସେ ଜାଣିପାରୁନାହାନ୍ତି। ପ୍ରେରିତ ପାଉଲ ଖ୍ରୀଷ୍ଟିଆନମାନଙ୍କୁ ବାନ୍ଧି ଜେଲରେ ପକାଇ ମଲା ପର୍ଯ୍ୟନ୍ତ ତାଡ଼ନା କରୁଥିଲେ। ଏ ପ୍ରକାର ବ୍ୟକ୍ତି ପରିବର୍ତ୍ତନ ହେଲେ। ସେହି ସମୟରେ ସେ ମହାଜ୍ଞାନୀ ଥିଲେ, ଜାଣିଛନ୍ତି। ଆଜି ବି ଯେଉଁମାନେ ପ୍ରଭୁଙ୍କୁ ତାଡ଼ନା କରୁଛନ୍ତି, ୟୁଟ୍ୟୁବରେ ଦେଖନ୍ତୁ, ଯେଉଁମାନେ ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନା କରୁଛନ୍ତି, ସେମାନେ ଅନେକ ପରିବର୍ତ୍ତନ ହେଉଛନ୍ତି। ଲସ୍ ଏଞ୍ଜେଲସ୍ ଅଞ୍ଚଳରେ ମଝିରେ ଯେଉଁ ନିଆଁ ଲାଗିଥିଲା, ସେ ନିଆଁକୁ କଣ୍ଟ୍ରୋଲ କରିବା ପାଇଁ କାହିଁକି ସମ୍ଭବପର ହେଲାନି, ଜାଣିଛନ୍ତି? ନାଇଁକି ଲସ୍ ଏଞ୍ଜେଲସ୍ ଅଞ୍ଚଳରେ ପ୍ରବଳ ପବନ ବହେ, ସେଥିପାଇଁ ତାହା ନିୟନ୍ତ୍ରଣ ମଧ୍ୟକୁ ଆସିଲା ନାହିଁ। ଯୀଶୁଙ୍କୁ ତାଡ଼ନା କଲେ, ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନା କଲେ, ସେପରି ଈଶ୍ୱରଙ୍କ ରାଜ୍ୟ ବ୍ୟାପେ, ତା କମିଯାଏ ନାହିଁ। ଯେଉଁମାନେ ତାଡ଼ନା କରୁଛନ୍ତି, ସେମାନେ ଯୀଶୁଙ୍କ ପାଇଁ ଦିନେ ବୁଝିଲା ପରେ ସେମାନେ ଯୀଶୁଙ୍କ ପାଇଁ ଦୁଃଖ କରିବେ। ସେମାନେ ଦିନେ ସୁସମାଚାର ପ୍ରଚାର କରିବେ। ଏହା ଅସମ୍ଭବ ହେଲେ ସମ୍ଭବ। ଈଶ୍ୱରଙ୍କ ବାକ୍ୟକୁ ଆମକୁ ବିଶ୍ୱାସ କରିବା ହେବ। ଈଶ୍ୱର ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଶୁଣିଥିବା ବାକ୍ୟକୁ ଆପଣମାନେ ବୁଦ୍ଧି ଆଉ ଜ୍ଞାନର ସହିତ ଚିନ୍ତା କରନ୍ତୁ, ବିବେଚନା କରନ୍ତୁ। ଯଦି ଉପଯୁକ୍ତ ଲାଗେ ତାହେଲେ ଗ୍ରହଣ କରନ୍ତୁ। ଆଉ ଈଶ୍ୱରଙ୍କ ସନ୍ତାନ ହିଁ ସ୍ୱର୍ଗ ଯିବାର ସୁଯୋଗକୁ ହାତ ଛଡ଼ା କରନ୍ତୁ ନାହିଁ। ନମସ୍କାର। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।